ଭିନ୍ନ ସ୍ୱାଦ ଦେବ ବନ୍ଧାକୋବିର ଏଇ ନୂଆ ତରକାରୀ, ବାମ୍ଫ ଦିଆ ବନ୍ଧାକୋବି ତରକାରୀ। ହୁଏତ ଆପଣମାନେ ଆଗରୁ କେବେ ବି ବନେଇ ନଥିବେ। ଗରମ ଭାତ ସହିତ ଭାରି ମଜା ଲାଗିବ। ରୁଟି ପଖାଳରେ ବି ଆପଣମାନେ ଖାଇପାରିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରେସିପି ପସନ୍ଦ ଆସିଲେ ପ୍ଲିଜ୍ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ପ୍ଲିଜ୍ ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ବନ୍ଧାକୋବିର ଏଇ ନୂଆ ଜବରଦସ୍ତ ତରକାରୀ ବନେଇବା ପାଇଁ ଏଠି ମୁଁ ଫାଳେ ବନ୍ଧାକୋବି ନେଇଛି। ପାଖାପାଖି 300 ଗ୍ରାମ ଓଜନର ବନ୍ଧାକୋବି। ପ୍ରଥମେ ବନ୍ଧାକୋବି ଭିତରେ ଥିବା ଏଇ ଧଳା ଟାଣ ଅଂଶକୁ କାଟିକି ବାଦ କରିବା। ତାପରେ ବନ୍ଧାକୋବିକୁ ପୁରା ପତଳା ସରୁ ଆକାରରେ କାଟିବା। ଆଜିର ତରକାରୀ ପାଇଁ ଆପଣମାନେ ଯେତେ ପତଳା ପାରିବେ ସେତେ ପତଳା ବନ୍ଧାକୋବିକୁ କାଟିବେ। ବନ୍ଧାକୋବିକୁ ପତଳା କାଟିଲେ ତରକାରୀରେ ଖାଇବା ପାଇଁ ଭଲ ଲାଗିବ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ଫେସବୁକ୍ ପେଜ୍ରୁ ଭିଡ଼ିଓ ଦେଖୁଥିବେ ଦୟାକରି ଫେସବୁକ୍ ପେଜ୍କୁ ଫଲୋ କରିବେ। ବନ୍ଧାକୋବି କାଟିକି ଆମେ ରେଡ଼ି କରିନେଲେ। ଏଇ ତରକାରୀ ପାଇଁ ଆମକୁ ଗୋଟେ ବଡ଼ ସାଇଜ୍ର ପିଆଜ ଦରକାର। ପିଆଜ ମଝିରେ ଥିବା ଧଳା ଅଂଶକୁ କାଟି ସାରିବା ପରେ ପିଆଜକୁ ଆମେ ପୁରା ପତଳା ଆକାରରେ କାଟି ନେବା। ଯେମିତି ଆମେ ବନ୍ଧାକୋବିକୁ ପତଳା କାଟିଲେ ସେମିତି ପିଆଜକୁ ମଧ୍ୟ ପତଳା ଆକାରରେ କାଟି ନେବା। କାଟି ସାରିବା ପରେ ପିଆଜକୁ ଖୋଲିଦେବେ। ପିଆଜ ପୁରା ପତଳା ଆକାରରେ ବାହାରିଯିବ। ବନ୍ଧାକୋବି ପିଆଜ ରେଡ଼ି ହେଇଗଲା। କଢ଼େଇ ଗରମ କରି ଗୋଟେ ଛୋଟ ଚାମଚ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଧା ଚାମଚ କଞ୍ଚା ଜିରା, ଅଧା ଚାମଚ କଳା ଜିରା ଦେବା। କଳା ଜିରା ନିଶ୍ଚୟ ଭାବରେ ଦେବେ, ବହୁତ ବଢ଼ିଆ ବାସ୍ନା ଆସିବ। ଯଦି ନଥିବ ଆପଣମାନେ ସ୍କିପ୍ କରିବେ। ଜିରା ଫୁଟିଯିବା ପରେ ଆମେ କାଟି ରଖିଥିବା ବନ୍ଧାକୋବିକୁ ଦେବା। ବନ୍ଧାକୋବି ଦେଇସାରିବା ପରେ ଆମେ ସାଙ୍ଗେ ସାଙ୍ଗେ ଜିରା ସହିତ ଗୋଳେଇ ନେବା, ନହେଲେ ଜିରା ତେଲରେ ବେଶୀ ପୋଡ଼ିଯିବ। ତାପରେ ବନ୍ଧାକୋବିକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ଅଧା ଚାମଚରୁ ଟିକେ କମ୍ ହଳଦୀ ଗୁଣ୍ଡ ଦେବା। ଲୁଣ ଦେଇସାରିବା ପରେ ବନ୍ଧାକୋବିରୁ ପାଣି ବାହାରିବା ଷ୍ଟାର୍ଟ ହେବ। ସେଥିପାଇଁ ଆମେ ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ୍ ହାଇ ରଖି ବନ୍ଧାକୋବିକୁ 2-3 ମିନିଟ୍ ପର୍ଯ୍ୟନ୍ତ ଭାଜି ନେବା। ଜମା ଗ୍ୟାସ୍ର ଫ୍ଲେମ୍ ଲୋ ରଖିବେ ନାହିଁ, ନହେଲେ ବନ୍ଧାକୋବିରୁ ବେଶୀ ପାଣି ବାହାରିବ, ବନ୍ଧାକୋବି ପୁରା ଘାଣ୍ଟିଯିବ। ଏଇ ଷ୍ଟେଜ୍ରେ ବନ୍ଧାକୋବି ଯଦି ଘାଣ୍ଟିଯିବ ତରକାରୀରେ ଖାଇବା ପାଇଁ ଭଲ ଲାଗିବ ନାହିଁ। ବନ୍ଧାକୋବି ଏମିତି ହାଲକା ଭାଜିବା ଦରକାର। 2-3 ମିନିଟ୍ ପରେ ଆପଣମାନେ ବନ୍ଧାକୋବିକୁ ବାହାରକୁ ବାହାର କରି ଆଣିବେ। ବନ୍ଧାକୋବି ଭାଜି ରେଡ଼ି ହେଇଗଲା। ଏବେ ସେଇ କଢ଼େଇରେ ଆମେ ଆଉ ଗୋଟେ ଛୋଟ ଚାମଚରୁ ଟିକେ କମ୍ ତେଲ ଦେବା। ଆପଣ ଚାହିଁଲେ ଅଧିକ ତେଲ ବି ଦେଇପାରିବେ। ତେଲ ଗରମ ହେଇଯିବା ପରେ ଗୋଟେ କଞ୍ଚା ଲଙ୍କା ଦେବା। ଏଇ ଲଙ୍କା ମୋର ବହୁତ ରାଗ ଅଛି, ଆପଣମାନେ ଯେତିକି ରାଗ ଖାଇବେ ସେଇ ହିସାବରେ ଲଙ୍କା ଦେବେ। କାଟି ରଖିଥିବା ପିଆଜକୁ ଦେଇଦେବା। ପିଆଜକୁ ଆମେ ତେଲରେ ହାଲକା ଭାଜିବା। ପିଆଜକୁ ଜମା ଲାଲ କଲର କରିବେ ନାହିଁ କିମ୍ବା ପୋଡ଼ିବେ ନାହିଁ। ପିଆଜ ହାଲକା ଭାଜିଲେ ପିଆଜର ମିଠା ଅଂଶ ରହିବ। ଏଇ ତରକାରୀରେ ପିଆଜ ହାଲକା ଭାଜିବ। ପିଆଜ ମିଠା ଲାଗିଲେ ଖାଇବା ପାଇଁ ଭଲ ଲାଗିବ। ପିଆଜର କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ ଆମେ 1-2 ମିନିଟ୍ ହାଲକା ଭାଜି ନେବା। ପିଆଜ ଭାଜିଯିବା ପରେ ଆମେ ଗୋଟେ ବଡ଼ ସାଇଜ୍ର ଦେଶୀ ଟମାଟୋ ଦେବା। ଟମାଟୋ ଟିକେ ଖଟା ରହିଲେ ଏ ତରକାରୀରେ ଖାଇବା ପାଇଁ ଭଲ ଲାଗିବ। ଟମାଟୋ ଦେଇସାରିବା ପରେ ଆମେ ପିଆଜ ସହିତ ଟିକେ ଗୋଳେଇ ନେବା। ଏବେ ପିଆଜ ଟମାଟୋକୁ ଦେଖି ଆମେ ସ୍ୱାଦ ଅନୁସାରେ ଲୁଣ ଦେବା। ବନ୍ଧାକୋବି ପାଇଁ ଆମେ ଲୁଣ ଦେଇଥିଲେ। ଲୁଣ ଦେଇସାରିବା ପରେ ଟମାଟୋ ପିଆଜକୁ ଆମେ ହାଲକା ଭାଜିବା। ଟମାଟୋକୁ ଆପଣମାନେ ପୁରା ସଫ୍ଟ କରିବା ପାଇଁ ଦେବେ ନାହିଁ, ହାଲକା ଭାଜିବେ। ଏତିକି ଭାଜିଯିବା ପରେ ଆମେ ଟମାଟୋ ପିଆଜକୁ ବାହାରକୁ ଆଣି ଥଣ୍ଡା ହେବା ପାଇଁ ଛାଡ଼ିବା। ସେଇ ଭିତରେ ତରକାରୀ ପାଇଁ ମସଲା ବନେଇବା। ଗ୍ରାଇଣ୍ଡର ଜାର୍ ନେବା। ସେଥିରେ ଗୋଟେ ଛୋଟ ଚାମଚ କଳା ସୋରିଷ ଦେବା। 2 ଛୋଟ ଚାମଚ ହଳଦିଆ ସୋରିଷ ଦେବା। କଳା ସୋରିଷ ହଳଦିଆ ସୋରିଷ ମିଶାଇକି ଦେଲେ ବହୁତ ବଢ଼ିଆ ଟେଷ୍ଟ ଆସିବ। ଆପଣ ଚାହିଁଲେ କେବଳ ହଳଦିଆ ସୋରିଷ, ନହେଲେ କେବଳ କଳା ସୋରିଷ ବି ନେଇପାରିବେ। ଅଧା ଛୋଟ ଚାମଚ କଞ୍ଚା ଜିରା ଦେବା। ଆପଣ ଚାହିଁଲେ ଏତିକିରେ ଏଇ ମସଲାକୁ ବନେଇ ପାରିବେ। ନହେଲେ ଯଦି ଆପଣମାନଙ୍କ ପାଖରେ ପୋସ୍ତ ଥିବ ଗୋଟେ ଛୋଟ ଚାମଚ ପୋସ୍ତ ବି ଦେଇପାରିବେ। ପୋସ୍ତ ଦେବା ଟୋଟାଲି ଅପସନାଲ ଅଛି। ଆପଣ ଚାହିଁଲେ କେବଳ ସୋରିଷ ମସଲାରେ ବନେଇ ପାରିବେ। ପ୍ରଥମେ ଏଇ ଶୁଖିଲା ମସଲାକୁ ଆମେ ଜମା ପାଣି ଦେବା ନାହିଁ, ଶୁଖିଲା ଗ୍ରାଇଣ୍ଡ କରି ଆଣିବା। ଶୁଖିଲା ଗ୍ରାଇଣ୍ଡ କଲେ ପାଣି ଦେଇ ବାଟିବା ସମୟରେ ମସଲା ପୁରା ଚିକଣ ଭାବରେ ବାଟିଯିବ। ତାପରେ 2ଟି ମୁଁ ବଡ଼ ସାଇଜ୍ର ରସୁଣ, ଗୋଟେ କଞ୍ଚା ଲଙ୍କା ଦେଇଛି। ଆପଣ ଛୋଟ ସାଇଜ୍ର ରସୁଣ ଦେଉଥିଲେ 4-5ଟି ରସୁଣ ଦେବେ। ଏବେ ଏଇ ତରକାରୀର ଟେଷ୍ଟ ବଢ଼ାଇବା ପାଇଁ ଆମେ 2 ଚାମଚ ନଡ଼ିଆ କଟା ଦେବା। ଆପଣ ଚାହିଁଲେ ନଡ଼ିଆ କୋରା ବି ଦେଇପାରିବେ। ପୋସ୍ତ ନଡ଼ିଆ ଦେବା ଟୋଟାଲି ଅପସନାଲ ଅଛି। ଯଦି ଆପଣମାନେ କେବଳ ସୋରିଷ ମସଲା ଦେଇ ବନେଇବେ ତାହେଲେ ଏଇ ତରକାରୀର ଟେଷ୍ଟ ଅଲଗା ଆସିବ। ଯଦି ପୋସ୍ତ ନଡ଼ିଆ ଦେବେ ତାହେଲେ ଟେଷ୍ଟ ଅଲଗା ଆସିବ। ଏଇ କଥା ଆପଣମାନେ ମନେ ରଖିଥିବେ। 2-3 ପିଞ୍ଚ ଆମେ ଲୁଣ ଦେବା। ବେସର ମସଲା ବାଟିବା ସମୟରେ ଅଳ୍ପ ଲୁଣ ଦେଇ ବାଟିବେ। ବେସର ମସଲା ଜମା ବି ପିତା ଲାଗିବ ନାହିଁ। ଏଇଟା ଗୋଟେ ଟିପ୍ସ। ପ୍ରଥମେ 2-3 ଚାମଚ ପାଣି ଦେଇ ବାଟିବା। ତାପରେ ଯେତିକି ପାଣି ଦରକାର ପଡ଼ିବ ସେତିକି ପାଣି ଦେଇ ଆମେ ମସଲାକୁ ଚିକଣ ଭାବରେ ବାଟି ଆଣିବା। ମସଲାକୁ ଖଦଡ଼ ରଖିବେ ନାହିଁ, ନହେଲେ ବେସର ମସଲା ପିତା ଲାଗିବ। ଏବେ ମସଲା ରେଡ଼ି ହେଇଗଲା। ଚାଲନ୍ତୁ ତରକାରୀ ବନେଇବା ପ୍ରୋସେସକୁ ଯିବା। ଆଜିର ତରକାରୀ ବନେଇବା ପାଇଁ ଆମକୁ ଗୋଟେ ବଡ଼ ସାଇଜ୍ର ଟିଫିନ୍ ଦରକାର। ଟିଫିନ୍ରେ ପ୍ରଥମେ ଆମେ ବାଟି ରଖିଥିବା ମସଲାକୁ ଦେଇଦେବା।
ग्राइंडर जार धोई 4-5 चामच पानी दबा। प्रथम जमा बेसी पानी देबे नाही। तापरे आमे भाजी रखिथिबा पियाज टमाटो को देदबा। प्रथमे पियाज टमाटो भजा को आमे मसला सहित गळे नबा। तापरे भाजी रखिथिबा सबु बंधाकोबी को देदबा। आपण माने केते बंधाकोबी नैचंती सेही हिसाब रे देखिकी गोटे बड़ साइज रो टिफिन नेबे। बंधाकोबी को समिति मसला सहित भल भाबरे गळे नबा। एबे ई तरकारी रो टेस्ट बास्ना बढ़ाइबा पई आमे किछि कटा हितबा धनिया पत्र देदबा। धनिया पत्र को समिति आमे बंधाकोबी सहित भल भाबरे गळे नबा। एबे देखंतु बंधाकोबी रे पानी टिके कम लागुची। एबे सेही ग्राइंडर जार धोई आउ 6-7 चामच पानी दबा। पानी देखिकी देबे, जम्मा अधिक पानी देबे नाही। भल कलर पई आधा चामच काश्मीरी लंका गुंड दबा। राग पई आमे 2टी कंचा लंका दिथिले। गळे सारिबा परे देखंतु पानी एतिकी रहिबा दरकार। एबे ए रेसिपी रो टेस्ट बास्ना बढ़ाइबा पई आमे 2 छोट चामच कंचा सरिष तेल दबा। कंचा सरिष तेल निश्चय भाबरे देबे। देखिबे तरकारी हि सारिबा परे जेतेबेला आपण माने टिफिन रो ढांकुणी खोलिबे बहुत बढ़िया बास्ना आसीबो। जदि आपण माने खाउ नथिबे ताहाले स्किप करिवे, किंतु टेस्ट समिति आसीबो नाही। सब जिंस आमे गळे सारिबा परे ऊपरे सुंदर देखाबा पई गोटे छोट साइज रो टमाटो को पतला गोल आकार काटिकी दे दबा। देखंतु केते सुंदर देखा गला। 2टी कंचा लंका मझिरु चिरा लगे दे दबा। कंचा लंका सिझी जिबा परे बहुत बढ़िया बास्ना आसीबो। टिके अधिक राग लागिबो। ए तरकारी टिके अधिक राग लागिले खाइबा पई भल लागिबो। अल्प धनिया पत्र दे सजै नबा। एबे हमर टिफिन पूरा रेडी ही गला। बांफ दे सिझेबा लागि आमे कढ़ाई रे अल्प पानी गरम करिबा। पानी पूरा फुटी जिबा परे मझिरे गोटे स्टैंड रखिबा। स्टैंड नथिले आपण माने गोटे गिना रखि परिबे। फाळे लेंबू दे दबा। कढ़ाई रे पानी फुटिबा समय रे साधारणतः कढ़ाई रे कला दाग हो जाय थाए। लेंबू फाळे देले कला दाग हेबो नाही। एटा गोटे टिप्स। तापरे आमे मझिरे टिफिन रखिबा। टिफिन तळे जेमिति पानी रहइबो। तापरे कवर करी 10 रु 12 मिनिट आमे लो मीडियम फ्लेम रे बांफ दे सिझे नबा। 12 मिनिट परे एठी हमर तरकारी पूरा रेडी। बाहर को आनी आमे टिफिन को हल्का ठंडा हेबा पई छाडिबा। ठंडा हला परे एठी हमर तरकारी रो फाइनल लुक देखंतु। तरकारी केते सुंदर देखा जाउची। बंधाकोबी देखंतु, बंधाकोबी बहुत सुंदर देखा जाउची। झळ देखंतु, तरकारी रे झळ बेसी नाही। सेति पई प्रथम रु मु कहितिली जम्मा बेसी पानी देबे नाही। अधिक पानी देले ए तरकारी खाइबा पई भल लागिबो नाही। ऊपरे आमे कंचा टमाटो देइथिले। टमाटो देखंतु भल भाबरे सिझी जाईची। तरकारी रो झळ एतिकी रहिबो। टिके जुकजुकिया टिके लटपटिया रहिले खाइबा पई भल लागिबो। एबे रेडी ही गला हमर सुपर टेस्टी बांफ दिया बंधाकोबी तरकारी। आपण माने निश्चय थरे बनांतु। केमिति लागिला निश्चय कमेंट्स करी जणाइबे। आजि पई रहिली, पुणी देखा होबा नुआ रेसिपी रे। धन्यवाद।